ଆଜି ହଉଛି କେଦାର ବ୍ରତ। ଏଇ କେଦାର ବ୍ରତରେ ମୋ ଶାଶୁ ଘରେ ଗୋଟେ ପାପୁଜା ତିଆରି ହୁଏ। ଯେମିତି ଚାଉଳ କ୍ଷୀରି ହୁଏ ସେମିତି ହୁଏ। ତା ଦେହରେ ଟିକେ ମୁଗ ଡାଲି ପଡେ, ଆଉ ଟିକେ ନଡିଆ ଖଣ୍ଡ ପଡେ। ତା ସହିତ ଗୋଟେ ମିଠା ବରା ହୁଏ। ଏଇ ଦ୍ୱାରା ଆପଣ ମାନେ ଗୁଡରେ କରିପାରିବେ, ନହେଲେ ଚିନିରେ ବି କରିପାରିବେ। 3 ମୁଠା ହିଁ ମିଠା ବରା ପୂଜା ହବ। ତା ସହିତ 3 ଡଙ୍କି ହିଁ ଚାଉଳ କ୍ଷୀରି ପୂଜା ହବ। ସେଇ ଭୋଗକୁ ଦିନ ସାରା ଖାଇକି ରହିବ। ତା ସହିତ ବରଓହଳ ଫୁଲ ବହୁତ ସାରା ଗଛ ପୂଜା ହୁଏ। ମୋର ଗୋଟେ ଏଇ ଯୋଉ ଶାଢୀଟା ପିନ୍ଧିଛି ନା, ତାର ଗୋଟେ ଅନୁଭୂତି ନିହାରା। ମୁଁ କିଛି ଦିନ ତଳେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ପାଖକୁ ପୁରୀ ଯାଇଥିଲି। ଜଣେ ପୂଜାରୀ ମତେ ଭିତରକୁ ନେଇକିରି ଗଲେ, ଠାକୁରଙ୍କର ବହୁତ ସୁନ୍ଦର ଦର୍ଶନ କରେଇଲେ। ତା ସହିତ ମହାଲକ୍ଷ୍ମୀଙ୍କ ପାଖକୁ ମଧ୍ୟ ନେଇକି ଗଲେ। ମା ମହାଲକ୍ଷ୍ମୀଙ୍କର ପୁରା ଭିତରକୁ ଗଲି, ତାଙ୍କ ପାଖରୁ ମୂର୍ତ୍ତି ଆଉ ଫୁଲ ଯାହା ପାଇବା କଥା ପାଇଲି। କିନ୍ତୁ ସେ ପୂଜାରୀ ନନା ନା ଏଇ ପାଟ ଶାଢୀଟାକୁ ମୋ ବେକରେ ପକେଇଦେଲେ। ମୁଁ କଣ କହିବି ସେଦିନର ଅନୁଭୂତି। ସତରେ ଆମେ ଯଦି କିଛି ସତ୍କର୍ମ କରିଥିବା, ଭଲ କାମ କରିଥିବା, ପ୍ରଭୁଙ୍କର ଏମିତି ଆଶୀର୍ବାଦ ପାଇବା। ସତରେ ସେଦିନ ମୁଁ ଆଶୀର୍ବାଦ ସେଟା ପାଇଲି। ଆପଣ ମାନଙ୍କୁ ବି ସମସ୍ତଙ୍କୁ କହିବି, ଆମେ ସମସ୍ତେ ମିଶିକି ଏମିତି ଭଲ କାମ କରିବା, ଯୋଉଦ୍ୱାରା କି ଆଶୀର୍ବାଦ ଆପେ ହିଁ ମିଳିଯିବ। ସେଇ ଶାଢୀଟା ଯେତେବେଳେ ବେକରେ ପକେଇକି ବାହାରକୁ ଆସୁଥାଏ ନା, ସମସ୍ତେ ଏତେ ଖୁସି ହେଲେ ଆଉ କହିଲେ, ରୋଜି ମ୍ୟାମ୍ ଆଜି ଆପଣ ପାଇଲେ ପ୍ରଭୁଙ୍କର, ମା ମହାଲକ୍ଷ୍ମୀଙ୍କର ପାଠଶାଢୀ। ସତରେ ଅନୁଭୂତି ଏକଦମ ନିଆରା ଥିଲା। ଏମିତି ବି ଆପଣ ମାନେ ସମସ୍ତେ ଭଲ କାମ କରନ୍ତୁ। ଏ ଓଡିଶା ମାଟିକୁ ଆମେ ସମସ୍ତେ ମିଶିକି ଆଗକୁ ନେବା। ଜୟ ଜଗନ୍ନାଥ, ଜୟ ମା ମହାଲକ୍ଷ୍ମୀ।